ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ବିଜ୍ଞାନର ସପ୍ତଦଶ ଅଧ୍ୟାୟ ଜୀବଜଗତ ପାଇଁ ବାୟୁର ଗୁରୁତ୍ୱ। ଆମେ ଜାଣିଛେ ପିଲାମାନେ, ଜୀବଜଗତରେ ରହୁଥିବା ଯେତେ ପ୍ରକାରର ପ୍ରାଣୀ ଓ ଉଦ୍ଭିଦଙ୍କର ଯେତେ ସବୁ ବଞ୍ଚିବା ପାଇଁ କ'ଣ ବାୟୁର କେମିତି ଆବଶ୍ୟକତା ହେଇଥାଏ। ଠିକ୍ ଅଛି ପିଲାମାନେ, ଦେଖିବା ଆଉ ବୁଝିବାକୁ ଚେଷ୍ଟା କରିବା। ଦେଖ, ଆମେ ଦେଖୁ ଗଛର ପତ୍ର ବେଲେ ବେଲେ ଜୋରରେ ହଲୁଥାଏ। ପତ୍ରଟିଏ କିଏ ହଲାଇ ଦେଉଛି? ଆମେ ଜାଣିଥାଉ ଯେ ଗଛର ପତ୍ର ହଲୁଛି ମାନେ ପବନ ବହୁଛି ବା ବାୟୁର ପ୍ରବାହ ହେଉଛି। ଆମ ଶରୀରକୁ ଆରାମ ଦେବା ପାଇଁ ବିଛଣା ଧରି ବୁଲାଇଥାଉ। ବାୟୁ ଆମର ଯେଉଁ ସବୁ କାର୍ଯ୍ୟ କରିଥାଏ ତାହାକ ତାଲିକା କର। ଦେଖ, ତମେ ଦୈନନ୍ଦିନ ଜୀବନରେ ବାୟୁର ଅନେକ ପ୍ରକାର କ'ଣ ହେଇଥାଏ ଆବଶ୍ୟକତା ରହିଅଛି। ଆଉ ଖରା ଦିନରେ ତ ଆମ ସମସ୍ତଙ୍କର ବହୁତ ଆବଶ୍ୟକତା ରହିଛି, ନାଇଁ କି ପିଲାମାନେ? ସବୁ ପଙ୍ଖା, କୁଲର, ଫ୍ରିଜ ଏତେ ସବୁରେ ବାୟୁର ଆବଶ୍ୟକତା ରହିଅଛି। ସମସ୍ତେ କ'ଣ କରୁ? ଆମେ ଖରା ଦିନରେ ପଙ୍ଖା, କୁଲର ସମସ୍ତଙ୍କୁ ଯାଇକି ସେ ଆଗରେ ବସିଯାଉ ଥଣ୍ଡା ପବନ ପାଇବା ପାଇଁ। ଠିକ୍ ଅଛି, ବାୟୁର ଗୁରୁତ୍ୱ କ'ଣ କ'ଣ ଅଛି ଦେଖିବା। ବାୟୁରେ ଥିବା ଅମ୍ଳଜାନ ଦହନର ସହାୟକ। ତମେ ଜାଣିଥିବ, ଯେକୌଣସି ଜାଗାରେ ଯଦି ବାୟୁର ଅଭାବ ରହିବ ସେ ଜାଗାରେ ନିଆଁ ମଧ୍ୟ ଜଳି ନଥାଏ। ଦହନରୁ ତାପ ଶକ୍ତି ମିଳିଥାଏ। ସେହିଭଳି ଆମ ଶରୀରରେ ଖାଦ୍ୟ ଦହନରୁ ଶକ୍ତି ମିଳେ। କି କେବଳ ଆମର ନୁହେଁ, ପ୍ରତ୍ୟେକ ଜୀବକୋଷର ଏକ ପ୍ରକାରର ଦହନ ଶକ୍ତି ହୋଇ ଶକ୍ତି ମିଳିଥାଏ। ସମସ୍ତ ପ୍ରକାରର ଜୀବରେ କ'ଣ ହେଇଥାଏ? ଦହନ ଶକ୍ତିରୁ ହିଁ ଖାଦ୍ୟ ମିଳିଥାଏ। ଆମେ ଖାଉଥିବା ଖାଦ୍ୟ ଅମ୍ଳଜାନ ଦ୍ୱାରା ଦହନ ହୋଇ ଶକ୍ତି ଉତ୍ପନ୍ନ ହୁଏ, ତାହାକୁ ଆମେ ଶ୍ୱସନ ବୋଲି କହିଥାଉ। ଶ୍ୱସନ କାହାକୁ କହିଥାଉ ପିଲାମାନେ? ଯେ ଆମେ ଖାଇଥିବା ଖାଦ୍ୟ ତାହା କ'ଣ ହୁଏ? ଦହନ ହୋଇକରି ଶକ୍ତି ଉତ୍ପନ୍ନ ହେବା କାର୍ଯ୍ୟକୁ ହିଁ ବା ସେ ପ୍ରକ୍ରିୟାକୁ ହିଁ ଆମେ କ'ଣ ଶ୍ୱସନ ବୋଲି କହିବା। କିନ୍ତୁ ଅମ୍ଳଜାନ ଖାଦ୍ୟ ଦହନ କରି ଶକ୍ତି ଦେଲା ବେଳେ ଅଙ୍ଗାରକାମ୍ଳ ନିର୍ଗତ ହୁଏ। କ'ଣ କରୁଥାଏ? ଅମ୍ଳଜାନ ଯଦି କ'ଣ ହେବ? ଖାଦ୍ୟ ଦହନ ହୋଇକରି ଶକ୍ତି ଦେବ, କିନ୍ତୁ ତାଠାରୁ କ'ଣ ବାହାରିଥାଏ? ଆମେ ନେଲା ବେଳେ ଅମ୍ଳଜାନ ନେଇଥାଉ, ଆଉ ଛାଡ଼ିଲା ବେଳେ ଅଙ୍ଗାରକାମ୍ଳ ଛାଡ଼ିଥାଉ ଆମର ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଦ୍ୱାରା। ତାହା ଏଠି କୁହାଯାଇଛି। ଦେଖ, ଆଗକୁ ବୁଝିବା ଆଉ କ'ଣ ଦେଇଛି ଜାଣିବାକୁ ଚେଷ୍ଟା କରିବା। ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ତ୍ୟାଗ ପ୍ରକ୍ରିୟାକୁ ହିଁ ଶ୍ୱାସକ୍ରିୟା ବୋଲି କୁହାଯାଏ। ତେଣୁ ଶ୍ୱସନ ପ୍ରକ୍ରିୟାର ଏକ ଅଂଶ ବିଶେଷ ହେଉଛି ଶ୍ୱାସକ୍ରିୟା। ସମସ୍ତେ ଶ୍ୱସନ ଓ ଶ୍ୱାସକ୍ରିୟାକୁ ଗୋଟିଏ ବୋଲି କହିଥାନ୍ତି ପିଲାମାନେ, କିନ୍ତୁ ତାହା ସମ୍ପୂର୍ଣ୍ଣ ଅଲଗା ଅଲଗା। ଶ୍ୱସନ ଗୋଟେ ବହୁତ ବଡ଼ ପ୍ରକ୍ରିୟା ଅଟେ, ତା ମଧ୍ୟରେ ଶ୍ୱାସକ୍ରିୟା ଗୋଟେ ତାହାର ଭିତରେ ଆସିବା ଗୋଟେ ଛୋଟ ପ୍ରକ୍ରିୟା ହେଇଯିବ। ତାହାକୁ ଆମେ ଏ ଚାପ୍ଟର ପଢ଼ିଲା ପରେ ତମେ ସମ୍ପୂର୍ଣ୍ଣ ବୁଝିପାରିବ ଯେ ଏ ଦୁଇଟା ଭିତରେ ପାର୍ଥକ୍ୟ କ'ଣ ରହିଛି। ତୁମେ ଜାଣିଛ ଯେ ଯବକ୍ଷାରଜାନ ଗ୍ୟାସ୍ ବାୟୁର ସର୍ବାଧିକ ପରିମାଣରେ ଥାଏ। ଆମେ ଜାଣିଛୁ ଯେ ପାଖାପାଖି 78% ଯବକ୍ଷାରଜାନ ଥାଏ। ଅମ୍ଳଜାନ ପରିମାଣ ପ୍ରାୟ 1/5 ବା 21% ପାଖାପାଖି ଥାଏ। ଶ୍ୱସନ ପ୍ରକ୍ରିୟାରେ ଅମ୍ଳଜାନର କ'ଣ ଆବଶ୍ୟକତା ଅଛି ଏହି ପରୀକ୍ଷା କରି ଆମେ ଜାଣିବା। ଦେଖ, ଦୁଇଟି କ'ଣ ନିଆହେଇଛି, ଜାର୍ ନିଆହେଇଛି ଓ ତାହା କ'ଣ କ'ଣ ଦିଆହେଇଛି। ଦେଖ, ଏଠି ଲେଖା ହେବା ଅନୁସାରେ ପଢ଼ିବା। 2ଟି କାଚ ବା ପ୍ଲାଷ୍ଟିକ ବୋତଲ ନେବ। ପ୍ରତ୍ୟେକରେ କିଛି ଗଜାମୁଗ ବା ଫୁଲ କାଢ଼ିକରି ପୂରେଇବ। ବୋତଲର ଠିପି ବନ୍ଦ କରି ଏହାକୁ ଗୋଟିଏ ସ୍ଥାନରେ ରଖିଦେବ। 15 ଦିନରେ କ'ଣ ହେବ? ବୋତଲଟି ଠିପି ଖୋଲି ସେଥିରେ ଗୋଟିଏ ଜଲନ୍ତା କାଠି ପୂରେଇ ଦେବ। ତାପରେ କ'ଣ ଦେଖିବ ତାହାର ଟିକେ ଲକ୍ଷ୍ୟ କରିବ। କାଠିଟି କ'ଣ ହେଇଥିବ? ଲିଭିଯିବ। ଶିଶିର ଭିତରେ ଥିବା ବାୟୁରେ ଅମ୍ଳଜାନର ସରିଯିବାରୁ କାଠିଟି ଲିଭିଗଲା। ଦ୍ୱିତୀୟ ବୋତଲରେ ଠିପି ଖୋଲି କିଛି ସ୍ୱଚ୍ଛ ଚୂନ ପାଣି ପୁରାଅ ଓ ଠିପି ବନ୍ଦ କରି ତାହାକୁ ଟିକେ ହଲେଇ ଦେବ। ସ୍ୱଚ୍ଛ ଚୂନ ପାଣିର ରଙ୍ଗ ବଦଳିଲା କି ଚୂନ ପାଣିର ଦୁଧିଆ ରଙ୍ଗ ହୋଇଯିବ, କାରଣ ଉଦ୍ଭିଦର ଶ୍ୱାସକ୍ରିୟା ପାଇଁ ବାୟୁର ଅମ୍ଳଜାନ ନିଏ ଓ ଅଙ୍ଗାରକାମ୍ଳ ଛାଡ଼େ। ଦେଖ, ବୁଝିବାକୁ ଟିକେ ଚେଷ୍ଟା କରିବା। ଏଥିରେ କ'ଣ କରିବ? ଯେ ପର୍ଯ୍ୟନ୍ତ ତାର ମାନେ ଭିତରେ ଅମ୍ଳଜାନ ରହିବ ସେ ପର୍ଯ୍ୟନ୍ତ ଭିତରେ ଯାହା ତମେ ଜଳିବ ତାହା ଜଳିଯିବ। ତାମାନେ ଆମେ ଏଥିରେ କ'ଣ ଜାଣିଲେ? ଯେ ଦହନ ହେବା ପାଇଁ ଅମ୍ଳଜାନର ଆବଶ୍ୟକତା ପଡ଼ିଥାଏ। ଏହା ଗୋଟେ ହେଲା। ତାପରେ ଆଉ ଗୋଟେ ଲେଖା ହେଇଛି, ଦେଖ ଏଠି, ସ୍ୱଚ୍ଛ ଚୂନ ପାଣିର ରଙ୍ଗ ବଦଳିଯିବ। ତାହା କ'ଣ ପାଇଁ ବଦଳିବ? ଯଦି
ଚୂନ ପାଣି ଦୁଧିଆ ରଙ୍ଗ ହୋଇଯିବ ସେଥିରେ କ'ଣ ହେବ ଉଦ୍ଭିଦ ଶ୍ୱାସକ୍ରିୟା ପାଇଁ ହେଇଥାଏ ବା ଯଦି ବାୟୁ ଅମ୍ଳଜାନରେ ନେବ ଓ ଅଙ୍ଗାରକାମ୍ଳକୁ ଛାଡ଼ିବ ସେଥିପାଇଁ ସେ ଦୁଧିଆ ରଙ୍ଗ ହେଇଯିବ ବୋଲି କହୁଛି। ବୁଝିପାରିଲ ପିଲାମାନେ? ଆଶା କରୁଛି ବୁଝିପାରିଥିବ। ଦେଖ ଏବେ ଜଳଜ ଉଦ୍ଭିଦରେ କେମିତି ଶ୍ୱାସକ୍ରିୟା ହେଇଥାଏ ତାହାକୁ ଆମେ ଟିକେ ବୁଝିବାକୁ ଚେଷ୍ଟା କରିବା। ଜଳଜ ଉଦ୍ଭିଦର ଶ୍ୱାସକ୍ରିୟା କେମିତି ହେଇଥାଏ ତାହାକୁ ଆମେ ବୁଝିବାକୁ ଚେଷ୍ଟା କରିବା। ଅନେକ ଉଦ୍ଭିଦ ଗୁଡ଼ିକର ଜୀବନ ଧାରଣ ପ୍ରକ୍ରିୟା ଜଳ ପରିସ୍ଥାନରେ ହିଁ ହୋଇଥାଏ। ଯେସବୁ ଉଦ୍ଭିଦ ଗୁଡ଼ିକ ଅଛି ତାହାର ଜୀବନ ଧାରଣ ପ୍ରକ୍ରିୟା କ'ଣ ହୋଇଥାଏ? ଜଳ ଭିତରେ ହିଁ ହୋଇଥାଏ। ଏମାନଙ୍କୁ ଜଳଜ ଉଦ୍ଭିଦ ବୋଲି ଆମେ କହିଥାଉ। ଯାହାର ପରିସ୍ଥାନ ଜଳର ଭିତରେ ହେଇଥିବ ତାହାକୁ ଆମେ ଜଳଜ ଉଦ୍ଭିଦ କହିବା। କେତେକ ସମ୍ପୂର୍ଣ୍ଣ ସୂକ୍ଷ୍ମ ଭାସମାନ ଉଦ୍ଭିଦ ରହିଛି ଯାହାକୁ ଆମେ ଭାସମାନ ବା ପ୍ଲବ ତାହାକୁ ଇଂରାଜୀରେ ପ୍ଲାଙ୍କଟନ ବୋଲି କହନ୍ତି। ଯେଉଁଟା ତମେ ଦେଖିଥିବ ଏମିତି ପଦ୍ମ କଇଁ ଏସବୁକୁ ହିଁ ପ୍ଲାଙ୍କଟନ ବୋଲି କୁହାଯାଏ ବୋଧେ। ସେମାନେ ପ୍ରାୟ ଜଳର ଉପରି ଭାଗରେ ଭାସିକି ରହିଥାନ୍ତି। ଏହା ଛଡ଼ା କେତେକ ଜଳ ଭିତରେ ବୁଡ଼ିକି ମଧ୍ୟ ରହିଥାନ୍ତି। ତାହାକୁ ଯେମିତିକି ପଦ୍ମ କଇଁ ପ୍ରଭୃତି ଏସବୁ ଜଳଜ ଉଦ୍ଭିଦର ମୂଳ ପାଣି ତଳେ ପଙ୍କରେ ହିଁ ଥାଏ। ତାହାର ଦେଖ ଭିତରେ ଏମିତି ତାହାର ମୂଳ ଗୁଡ଼ିକ ଭିତରେ ଥାଏ, ପାଣି ଭିତରେ ରହିଥାଏ। କିନ୍ତୁ ତାହାର ପତ୍ର କ'ଣ ହୋଇଥାଏ? ଉପରକୁ ଉଠି ରହିଥାଏ ବା ପାଣିର ଉପରେ ଥାଏ। ସେମିତି ଚିଙ୍ଗୁଡ଼ିଆ ଦଳ, ବିଲାତି ଦଳ, ବୋରଝାଞ୍ଜି ପାଣିରେ ଭାସିକି ରହିଥାନ୍ତି। ଦେଖ ଏଇଟା ବୋରଝାଞ୍ଜି, ତମେ ଦେଖିନିଅ, ତାହାର ଏଠି ଚିତ୍ର ମଧ୍ୟ ଦିଆଯାଇଛି। ବୁଡ଼ି ରହିଥିବା ଉଦ୍ଭିଦ ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନକୁ ବ୍ୟବହାର କରିଥାନ୍ତି। ଯେଉଁମାନେ ପାଣିରେ ଭିତରେ ବୁଡ଼ିକି ରହନ୍ତି ତା ଭିତରେ ଯେଉଁ ଅମ୍ଳଜାନ ଥାଏ ତାହାକୁ ହିଁ ସେ ବ୍ୟବହାର କରି ଶ୍ୱାସକ୍ରିୟା କରିଥାନ୍ତି। ଠିକ୍ ଅଛି। ସେମାନଙ୍କ ମଧ୍ୟରେ ବିସରଣ ପ୍ରକ୍ରିୟା ଅମ୍ଳଜାନ ଅଙ୍ଗାରକାମ୍ଳ ଗ୍ୟାସ୍ ଦ୍ୱାରା ବିନିମୟ ହୋଇଥାଏ। ପତ୍ର ଛିଦ୍ର ଦ୍ୱାରା କଇଁ ପଦ୍ମ ଅମ୍ଳଜାନ ଗ୍ରହଣ କରିଥାନ୍ତି। ଯାହା ପତ୍ରରେ ଛିଦ୍ର ଥାଏ ବା କଣା କଣା ଥାଏ ତାହା ଅନୁସାରେ ହିଁ ବା ତାହାର ସାହାଯ୍ୟରେ ହିଁ ସେ କ'ଣ କରିଥାନ୍ତି? ଅମ୍ଳଜାନକୁ ଗ୍ରହଣ କରିଥାନ୍ତି। କିନ୍ତୁ ବୁଡ଼ିଯିବା ଉଦ୍ଭିଦର ପତ୍ରର ଛିଦ୍ର ନଥାଏ। ଯାହା ପାଣି ପୁରା ଭିତରେ ବୁଡ଼ିକି ରହିଥାଏ ତାହାର ଛିଦ୍ର ନଥାଏ। ସେ କ'ଣ କରନ୍ତି? ଲବଣାକ୍ତ ଜଳ ଅଞ୍ଚଳରେ ଥିବା ଲୁଣା ଉଦ୍ଭିଦ ଦେଖାଯାଆନ୍ତି। ଏମାନେ ଅଧିକ ଅମ୍ଳଜାନ ମାଟି ଭିତରେ ଜଳରୁ ନ ପାଇବାରୁ ଏମାନଙ୍କର ଏକ ପ୍ରକାର ମୂଳ କାଟି ଉପରକୁ ଉଠାଯାଏ। ମୂଳର ଅଗ୍ରଭାଗରେ ଥିବା ରନ୍ଧ୍ରରେ ସେମାନଙ୍କର ବାୟୁର ଅମ୍ଳଜାନ ଗ୍ରହଣ କରିଥାନ୍ତି। ତାହାକୁ କାଟିକି ଟିକେ ଉପରକୁ ଉଠାଇ ଦିଆଯାଏ। ତାହା ଅନୁସାରେ ସେ ଶ୍ୱାସକ୍ରିୟା କରିଥାନ୍ତି। ସେଇଟା ଏଠି ଲେଖା ହେଇଛି। ତାପରେ ଦେଖିବା ଜଳଚର ପ୍ରାଣୀମାନଙ୍କର ଶ୍ୱାସକ୍ରିୟା। ଜଳରେ ରହିଥିବା ପ୍ରାଣୀମାନେ କେମିତି ଶ୍ୱାସକ୍ରିୟା କରିଥାନ୍ତି ତା ବିଷୟରେ ଆମେ ଟିକେ ଜାଣିବା। ପ୍ରାଣୀମାନଙ୍କର ଶ୍ୱାସକ୍ରିୟା ପାଇଁ ଭିନ୍ନ ଭିନ୍ନ ଅଙ୍ଗର କାର୍ଯ୍ୟ କରେ। ଯେମିତିକି ଏମିତି ଭାବରେ ଏକକୋଷୀ ପ୍ରାଣୀ ହାଇଡ୍ରା ମଧୁର ଜଳରେ ବାସ କରିଥାନ୍ତି। ଏମାନଙ୍କର ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ଆମେ ବିସରଣ ପ୍ରକ୍ରିୟାରେ ସିଧାସଳଖ କୋଷ ଭିତରେ ନେଇ ଥାନ୍ତି। ଦେଖ ଏ ଏକକୋଷୀ ଉଦ୍ଭିଦ ଯେମିତିକି ଏମିବା ଓ କେମିତି ହାଇଡ୍ରା ଏସବୁ କ'ଣ କରିଥାନ୍ତି? ଜଳ ଭିତରେ ବାସ କରିଥାନ୍ତି। ସେମାନେ ଦ୍ରବୀଭୂତ ହୋଇଥିବା ବା ପାଣି ଭିତରେ ଥିବା ଅମ୍ଳଜାନକୁ ନେଇକି ନିଜର ବିସରଣ ପ୍ରକ୍ରିୟାରେ କ'ଣ କରିଥାନ୍ତି? ଶ୍ୱାସକ୍ରିୟା କରିଥାନ୍ତି। ଡିଫ୍ୟୁଜନ୍ ପ୍ରୋସେସ୍ ପିଲାମାନେ ବୁଝିବାକୁ ଟିକେ ଚେଷ୍ଟା କର। ଆଉ କ'ଣ ଦେଇଛି? କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା, ଶାମୁକା ଏବଂ ମାଛ ଏମାନେ କ'ଣ କରନ୍ତି? ଗାଲି ଦ୍ୱାରା ନିଜର ଶ୍ୱାସକ୍ରିୟା କରିଥାନ୍ତି। ମାଛର ଗାଲି ତୁମେ ଦେଖିଥିବ। ତମେ ଦେଖିଛ କି ନା? ଦେଖିଥିବ। ଦେଖ ଏଇଠି ତାର ଏମିତି ଗାଲି ଥାଏ। ସେ କ'ଣ କରିଥାଏ? ସେ ଗାଲି ସାହାଯ୍ୟରେ ଯେତେ ସବୁ ଜଳରେ ଥିବା ଅମ୍ଳଜାନକୁ ଗ୍ରହଣ କରି ସେ ଶ୍ୱାସକ୍ରିୟା କରିଥାଏ। ସ୍ଥଳ ଭାଗରେ ଥିବା ଉଦ୍ଭିଦମାନଙ୍କର ଶ୍ୱାସକ୍ରିୟା କେମିତି ହେଇଥାଏ ତା ବିଷୟରେ ଟିକେ ଆମେ ଜାଣି ରଖିବା। ଯେମିତିକି କେତେକ ଉଦ୍ଭିଦର କାଣ୍ଡ, କେତେକର ମୂଳ ଓ ଅଧିକାଂଶ ପତ୍ରରେ ଥିବା ଷ୍ଟୋମ ବା ଷ୍ଟୋମାଟା ଅମ୍ଳଜାନ ଗ୍ରହଣ କରିଥାଏ। ସେମାନେ ତାଙ୍କ ସାହାଯ୍ୟରେ କ'ଣ କରିଥାନ୍ତି? ଷ୍ଟୋମ ସାହାଯ୍ୟରେ ଶ୍ୱାସକ୍ରିୟା କରିଥାନ୍ତି। ଏବେ ଦେଖ ଆଉ କ'ଣ ଦେଇଛି ଦେଖିବା। ଆମ୍ବ, ଜାମୁ, ବର, ଅଶ୍ୱତଥ ଆଦି ଗଛର ପତ୍ରର ତଳ ଭାଗରେ ଅଧିକ ଷ୍ଟୋମ ଥାଏ।
पत्र दुई भाग अच्छी गोटे है ऊपर भाग गोटे तल भाग ए सब गचर कौन होता है तार तल भाग अधिक स्तोम बा स्टोमाटा रही था। देख उड़स मारिबा साइकस कनियर पत्र थिबा स्टोम को आम निम्नग स्तोम बा संकन स्टोमाटा तांकु कुहा जाए। देख रासना जातीय उद्भिद बा अर्किड गछ अन्य एक गछ उपरे निर्भर करी बढ़ी थांती। एमाने कौन करी थांती एमाने हला परजीवी जेमाने अन्य उपरे रहीकि बढ़ी थांती। एमानंकर मूल वायु रे झुली थाए। एमानंकर मूल केमती एमती बाहर ऊपर ही झुलिकी रही थाए। वायुरु एमाने जलीय बाष्प रे द्रवीभूत अम्लजान को ग्रहण करती। एमाने सबु जलीय बाष्प रे जेउ सबु वायु जिते सब बाष्प आकार थाए ताहाको सेमाने ग्रहण करी निजर अम्लजान को ग्रहण करी श्वासक्रिया करी थांती। माटी ऊपर स्तर रे थिबा जीव केमिति रही थांती ताहाको आमे टिके आलोचना करिबा। माटी ऊपर अनेक अणुजीव रही थिबा आमे जानु पिला माने जेमिति कि उर्वर माटी रे जबक्षारजान विबंधक आजोटोबैक्टर बैक्टीरिया क्लॉडिस्टियम आदि बीजाणु माने ऊपर रही थांती। सेमिति स्थलचर प्राणी मानकर श्वासक्रिया केमिति करा जाए ता विषय टिके देखिबा। स्थल भाग रे रहुथिबा जेमिति असरपा झिंटिकार शरीर विखंडित बा सेगमेंटेड आकार रे रही थाए। ताहा अंगर जोड़ मध्य रे श्वासरंध्र थाए। से वायुर शरीर मध्य को श्वासरंध्र दे प्रवेश करे और परे जीवकोशर श्वसन रे व्यवहृत होता है। एथिरे श्वासरंध्र द्वारा से श्वासक्रिया करि थांती। श्वासरंध्र बा इंग्राजी रे ताको स्पिराकल बोली करी कुआ जाए। साप पारा बतक मणिष बादुड़ी और आदिर फुसफुस एक विशेष अंग अटे। तामाने साप पारा बतक मणिष ए सबु का साहाय्य श्वासक्रिया करि थांती फुसफुस साहाय्य श्वासक्रिया करि थांती। ताको आमे श्वास यंत्र बोली मध्य कहिबा। फुसफुस रो संकोचन और प्रसारण फल रे फुसफुस मध्य को वायु नासा पथ दे प्रवेश करे और बाहर यार संकोचन और प्रसारण फल रे कोन होता है आम नाक आड़ू वायु भीतर को जाई थाए और बाहर को आसी थाए। या तुम आगर भी जानिछ पिला माने आम आलोचना करि सारी छी। देखो अली भरी डले कईच कुंभीर भली प्राणीर श्वासक्रिया फुसफुस साहाय्य हुए। कईच और कुंभीर भली प्राणीर मध्य कौन होता है पिला माने फुसफुस साहाय्य श्वासक्रियाटी होता है। शीत दिन बेंग केउठी थाए तुम देखिछ पिला माने शीत दिन तुम देखिबाकू ही पाइबो नै से गात भितरे रही थाए। सेते बेले से श्वासक्रिया केमिति करुथैबा बेंग शीत दिन रे माटी तलरे अधिकांश समय रही थाए। सेते बेले से तार चर्म द्वारा ही श्वासक्रिया करि थाए। तमे याकू आगरे पढ़िबो पिला माने परवर्ती क्लास रे पढ़िबो। याकू गोटे नाम रे जाना जाए ताकू शीत सुक्ति बोली कहंती। से कोन करि थाए शीत दिन रे से गात भितर रही निजर चर्म साहाय्य रे से श्वासक्रिया करि थाए ताकू ही हमें शीत सुक्ति बोली कहि था। जेते सबु शीतल रक्तधारी जीव गुड़िक असंती से माने एमती शीतल रक्तधारी जीव गुड़िक शीत दिन रे कोन करिवे सबु गात भितर रहिबे और तांकर चर्म द्वारा से श्वासक्रिया करिथिबे। से जमारू बाहर को बाहरिबे नाही ताकू ही हमें शीत सुक्ति बोली कहि था पिला माने। या तमे परवर्ती क्लास रे पढ़िबो। ठीक अछि ए टिके जानि रखि थाओ आगो को तमरो सहाय्य हे जिवो। ठीक अछि पिला माने अति छोट चैप्टर टे थिला हमरो सप्तदश अध्याय जीव जगत पई वायुर गुरुत्व। बोधे यहाँ पर आउ गोटे ही चैप्टर रहिला अष्टदश अध्याय ताको आमे परवर्ती क्लास रे डिस्कशन करदेबा। पिला माने हमर जदि वीडियो भल लागुथिबो भल रे बुझी पारुथिबो ताहले हमर सहित जदि जोड़ी रहबाकू चाहूछ ताहले कोन करिवो हमर YouTube चैनल इजी लर्निंग ओडिया को सब्सक्राइब करके रखिवो। हमर वीडियो भल लागुथिला हमर वीडियो रे गोटे लाइक करिवो सांग मानक सहित
ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।